ଯଦି ଆପଣମାନେ OSSC ଫରେଷ୍ଟ ଗାର୍ଡ ଲାଇଭଷ୍ଟକ୍ ଇନ୍ସପେକ୍ଟର ପାଇଁ ଆପ୍ଲାଏ କରିଛନ୍ତି ତ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତ ଭିଡ଼ିଓଟିକୁ ପୁରା କମ୍ପ୍ଲିଟଲି ଦେଖନ୍ତୁ। ଆପଣଙ୍କର ଏକ୍ଜାମ 8ରୁ ଆଉ 10 ଦିନ ହିଁ ମାତ୍ର ଥିବ। ତ ଏହି 8ରୁ 10 ଦିନକୁ ଠିକ୍ ସଦୁପଯୋଗ କରନ୍ତୁ ଏବଂ କିଛିଟି ମାଷ୍ଟର ଷ୍ଟ୍ରାଟେଜି ଆପଣାନ୍ତୁ ଯେଉଁଥିରେ ଆପଣ ଆପଣଙ୍କ ଏକ୍ଜାମରେ 100% ଦେଇପାରିବେ ଏବଂ ଏକ୍ଜାମରେ ଚାକିରି ସକ୍ସେସ୍ ହେଇ ଏକ ଚାକିରିଟେ ଅର୍ଜନ କରିପାରିବେ। ତ କେଉଁ ମାଷ୍ଟର ଷ୍ଟ୍ରାଟେଜି ଆପଣେଇଲେ ଆପଣ ଏକ୍ଜାମରେ ସକ୍ସେସ୍ ହେଇପାରିବେ ଚାଲନ୍ତୁ ଆଜି ଜାଣିବା। ଏକ୍ଜାମର ହେଲା ଫାଷ୍ଟ ଆଉ ମାଷ୍ଟର ଷ୍ଟ୍ରାଟେଜି ଯେ ଆପଣ ପ୍ରଥମେ ମକ୍ ଟେଷ୍ଟ ଡେଲି ଦିଅନ୍ତୁ। ଆଉ ମକ୍ ଟେଷ୍ଟରେ ଦେଖନ୍ତୁ ଯେ ଆପଣ କେଉଁ ପଏଣ୍ଟରେ ୱିକ୍ ହେଉଛନ୍ତି। ଆଉ ଏମିତି ନୁହଁ ଯେ ଖାଲି ମକ୍ ଟେଷ୍ଟ ଦେଇଦେଲେ ଆପଣଙ୍କର ହେଇଗଲା। ମକ୍ ଟେଷ୍ଟରେ ଆପଣ ଯେତିକି ବି ମାର୍କ ରଖିଲେ ସେଇଟା ବଡ଼ କଥା ନୁହଁ, ଯେଉଁତକ ଆପଣ ଭୁଲ କରୁଛନ୍ତି ସେଇଟା ହିଁ ଇମ୍ପୋର୍ଟାଣ୍ଟ। କାହିଁକିନା ଯେଉଁ ଭୁଲ କରୁଛନ୍ତି ଯଦି ସେ ପାର୍ଟଟା ଆପଣ ଜାଣିଛନ୍ତି କିନ୍ତୁ ତଥାପି ଭୁଲ କରୁଛନ୍ତି ତ ପ୍ରଥମେ ସେଇ ପଏଣ୍ଟ ଉପରେ କାମ କରନ୍ତୁ। ସେଇ ପଏଣ୍ଟଟାକୁ ଆଗ ଠିକ୍ କରନ୍ତୁ। ସେଇ ପାର୍ଟଟା ଆପଣ କେଉଁ କାରଣ ଯୋଗୁଁ ଯଦି କିଛି ମ୍ୟାଥମେଟିକ୍ସର କିଛି କାରଣ ଯୋଗୁଁ ଭୁଲ ହେଉଥାଇପାରେ, ସେ ଫର୍ମୁଲା ଆପଣ ଜାଣିଛନ୍ତି କିନ୍ତୁ ସାଧାରଣ ଛୋଟ ମିଷ୍ଟେକ୍ ଯୋଗୁଁ ଭୁଲ ହେଉଛି, ସେଇଗୁଡ଼ା ହିଁ ଆଗ ଠିକ୍ କରନ୍ତୁ। ଆଉ ଯେଉଁ ଟପିକ୍ ବିଷୟରେ ଆପଣ ଟୋଟାଲ୍ ଜାଣିନାହାନ୍ତି ତା ବିଷୟରେ ଏବେ ସମୟ ନଷ୍ଟ କରିବାଟା କିଛି ଲାଭଦାୟକ ନୁହଁ, ତାକୁ ସ୍କିପ୍ କରିଦେବାଟା ଭଲ। ବଟ୍ ଯେଉଁ ବିଷୟରେ ଆପଣଙ୍କର ନଲେଜ୍ ଅଛି ମାନେ ଅଲରେଡ଼ି ଆପଣ ପଢ଼ିଛନ୍ତି ସେ ବିଷୟରେ ତ ସେଇଟାକୁ କେବେ ଛାଡ଼ନ୍ତୁ ନାହିଁ। ତାକୁ କେଉଁ ଜାଗାରେ ଭୁଲ ରହୁଛି ଯଦି ସେଇଟା କିଛି ସୁଧାର କରିଦେଲେ ନେକ୍ସଟ ପୁଣି ମକ୍ ଟେଷ୍ଟ ଦିଅନ୍ତୁ ତ ସେଇ ଭୁଲଟି ଆଉ ପୁନର୍ବାର କେବେ ହେବ ନାହିଁ ଦେଖିବେ। ଆଉ ୱାନ୍ସ ସେଇଟା ଠିକ୍ କଲେ ମାନେ ତ ସେଇ ଜିନିଷଟି ଆପଣଙ୍କୁ ଏକ୍ଜାମରେ ହେଲ୍ପ କରିବ। ସେକେଣ୍ଡ ମାଷ୍ଟର ଷ୍ଟ୍ରାଟେଜି, ଆପଣ ଏତେ ଦିନ ଏକ୍ଜାମ ଭିତରେ କିଛି ନା କିଛି ନୋଟ୍ ବା ସର୍ଟ ବଗେରା ବନେଇଥିବେ ଯେଉଁଥିରେ ଆପଣ କିଛି ମାତ୍ରାରେ ସର୍ଟଲି ଲେଖିଦେଇଥିବେ ଯେଉଁଟା ଆପଣଙ୍କ ଏକ୍ଜାମରେ ଅଳ୍ପ ଟାଇମ୍ ଭିତରେ ଦେଖିଲେ ରିକଲ୍ କରିପାରିବେ। ତ ସେଇ ସବୁ ନୋଟ୍ ଗୁଡ଼ା ଏଇନା ହେଲା ଦେଖିବା ସମୟ। ଜଷ୍ଟ ସବୁ ଟପିକ୍ର ସବୁ ଜିନିଷ ଉପରେ ଅଳ୍ପ ହାଲକା ଓଭରଲୁକ୍ କରିଦିଅନ୍ତୁ। ଥାର୍ଡ ମାଷ୍ଟର ଷ୍ଟ୍ରାଟେଜି, ଆପଣମାନେ ଯେଉଁ ଟପିକ୍ ଟୋଟାଲ୍ ପଢ଼ିନାହାନ୍ତି କି ଯାହା ଉପରେ ଟୋଟାଲ୍ ନଲେଜ୍ ନାହିଁ ତ ତା ଉପରେ ବେଶୀ ସମୟ ନଷ୍ଟ କରନ୍ତୁ ନାହିଁ। କାହିଁକିନା ଏକ୍ଜାମ ମାତ୍ର 8ରୁ 10 ଦିନ ଅଛି। ଆଉ 8ରୁ 10 ଦିନ ଭିତରେ ଆପଣ କେଉଁ ଟପିକ୍ ବି ପୁରା କମ୍ପ୍ଲିଟଲି ନୂଆ ପଢ଼ିକି ସାରିବା ଆପଣଙ୍କୁ ସୁବିଧାଜନକ ନ ହୋଇପାରେ। ହୁଏତ ଯଦି ବି ଆପଣ ସାରି ଦେଇପାରନ୍ତି କିନ୍ତୁ ସେଇ ଗୋଟିଏ ଟପିକ୍ ସକାଶେ ଆପଣ ଅନ୍ୟ ଟପିକ୍ ଗୁଡ଼ାକର ରହିଯାଇପାରେ। ତ ଆପଣ ସେଇ ଗୋଟେ ସକାଶେ ଆପଣ ଅନ୍ୟମାନଙ୍କ ଟପିକ୍କୁ ଛାଡ଼ନ୍ତୁ ନାହିଁ। ଯେଉଁଗୁଡ଼ାକ ଉପରେ ଆପଣଙ୍କର ପୁରା ଭଲସେ ପଢ଼ାପଢ଼ି ଅଛି ସେଗୁଡ଼ାକୁ ଆଗ ଭଲସେ କମ୍ପ୍ଲିଟ୍ କରନ୍ତୁ। ଭଲସେ ତାର ସବୁ ଫର୍ମୁଲା ସର୍ଟ ଟ୍ରିକ୍ ଯାହା ମନେ ରଖିବାର ଯେଉଁ ଉପାୟ ଆପଣ ବନେଇଛନ୍ତି ଆଜି ପର୍ଯ୍ୟନ୍ତ ତାରି ଉପରେ ପ୍ରଥମ କାମ କରନ୍ତୁ। ଆଉ ସେକୁ ଭଲସେ ମନେ ରଖିବାକୁ ଚେଷ୍ଟା କରନ୍ତୁ। ଫୋର୍ଥ ଷ୍ଟ୍ରାଟେଜି, ଆପଣମାନେ ଜାଣିଥିବେ ଯେ ଏକ୍ଜାମରେ ହେଲା ସମୟ ଖୁବ୍ ଇମ୍ପୋର୍ଟାଣ୍ଟ। ତ ଆପଣଙ୍କୁ ସେଇଥିପାଇଁ ମକ୍ ଟେଷ୍ଟ ବଗେରା ସବୁ ଦେବେ। ଆପଣ ସେସବୁ ଜିନିଷ ତ ଜାଣିଛନ୍ତି କିନ୍ତୁ କ'ଣ ହେବ ନା ତଥାପି ବି ସମୟ ପୂର୍ବରୁ ଆପଣ ସାରିପାରୁନାହାନ୍ତି ତ ଆପଣଙ୍କୁ ସେଇଟା ଅସୁବିଧା ହେଇପାରେ। ତ ସେଇଟା ଆପଣ କ'ଣ କରନ୍ତୁ ନା ସେଇଟା ଆପଣ ପ୍ରାକ୍ଟିସ୍ ହିଁ ସେଇଟାରେ ଆପଣଙ୍କୁ ଆଉ କେଉଁ ଷ୍ଟ୍ରାଟେଜି କାମ ଦେବନି। ଆପଣ ଯେତେ ବାରମ୍ବାର ମକ୍ ଟେଷ୍ଟ ଦେବେ ତ ତାରି ମାଧ୍ୟମରେ ହିଁ ଆପଣ ସେଇଟା ହିଁ ଆଚିଭ୍ କରିପାରିବେ ଆଉ ବିଫୋର୍ ଟାଇମ୍ ଆପଣଙ୍କ ଏକ୍ଜାମ୍ କମ୍ପ୍ଲିଟ୍ କରିପାରିବେ। ତ ମକ୍ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଆଉ ଚେଷ୍ଟା କରନ୍ତୁ କେମିତି ଜଲ୍ଦି ବିଫୋର୍ ଟାଇମ୍ ଆଟଲିଷ୍ଟ ମକ୍ ଟେଷ୍ଟରେ ଏକ୍ଜାମଟା କମ୍ପ୍ଲିଟ୍ କରନ୍ତୁ। ଆଉ ତା ମାଧ୍ୟମରେ ହିଁ ଆପଣ ଜାଣିପାରିବେ। ଆଉ ଯଦି ଲଗାତାର 3 ମାସ ଧରି ଆପଣ ଏଇ ଷ୍ଟ୍ରାଟେଜି ଆପଣେଇ ଆସିଛନ୍ତି ତ ନିଶ୍ଚିନ୍ତ ଆପଣ ଦେଖିବେ ଆପଣ ଏଇ ଫରେଷ୍ଟ ଗାର୍ଡ ଏକ୍ଜାମଟି କ୍ଲିୟର କରିବେ।